ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ଆମ ବାଡ଼ିର ଗୋଟିଏ ଗଛରେ ପ୍ରାୟ 20-25ଟା ବାଇଗଣ ଫଳିଛି। ସେ ବାଇଗଣ ଗଛକୁ ଦେଖିଲା ବେଳକୁ ତ ଭାରି ଖୁସି ଲାଗୁଛି। କରିକି ଖାଇବାରେ ଯୋଉ ମଜା ଥାଏ ନା ସାଙ୍ଗମାନେ, କିଣିକି ଖାଇବାରେ ମଜା ନଥାଏ। ଦେଖନ୍ତୁ ଗେଣ୍ଡୁ ଫୁଲ କେତେ ସୁନ୍ଦର ହେଇଛି। ତାପରେ କଳମ ଶାଗ ଟିକେ ଟିକେ ଗଛ ଉଠିଗଲେଣି। ଟମାଟୋର ବି ଫୁଲ ଆସିଗଲେଣି ଟମାଟୋ ଗଛର। ଆମ ବାଡ଼ିର ସଫଳତାର ପଛର ହାତ ଅଛି ଆମ ବାପାଙ୍କର। ପରେ ମୁଁ ପନିର ତରକାରୀ କରିବା ପାଇଁ ଆସିଗଲି। ପନିର, ଗ୍ରୀନ୍ ମଟର, କ୍ୟାପ୍ସିକମ୍, ଆଳୁ ଅଲରେଡି ମୁଁ ଭାଜିକି ରଖିଦେଇଛି। ତାପରେ କଡ଼େଇରେ ତେଲ ପକେଇଲି, ତେଜପତ୍ର ପକେଇଲି, ହେଇସାରିଲା ପରେ ପିଆଜ ପକେଇଦେଲି। ପିଆଜ ହେଇସାରିଲା ପରେ ମସଲା ପକେଇଦେଲି। ମସଲା ହେଇସାରିଲା ପରେ ମସଲାକୁ ଭଲ ଭାବରେ କଷି ସାରିଲା ପରେ କାଜୁ ମଗଜ ପେଷ୍ଟ ରଖିଥିଲି ପକେଇଦେଲି। ତାପରେ ଲଙ୍କାଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ ପକେଇଲି। ମସଲାକୁ ଗୋଳେଇ ଦେଲି। ତାପରେ ଗ୍ରୀନ୍ ମଟର, ଆଳୁ, ପନିର, କ୍ୟାପ୍ସିକମ୍ ପକେଇଦେଲି। ମସଲା ସହ ତାକୁ ପୁରା ମେଲ୍ଟ କରିଦେଲି। ଆମକୁ ତ ପନିର ତରକାରୀ ଆମ ଘରେ ସମସ୍ତଙ୍କୁ ଭଲ ଲାଗେ। ଆପଣମାନଙ୍କୁ କେମିତି ପନିର ତରକାରୀ ଲାଗେ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଭଲ ଭାବରେ ତାକୁ ଟିକେ କଷିଦେଲି। ତାପରେ 5 ମିନିଟ୍ ତାକୁ ଘୋଡ଼େଇ ଦେଲି। ତାପରେ ପାଣି ଦେଲି, ଟିକେ ପାଣି ଦେଇକି ଘୋଡ଼େଇ ଦେଲି। ସେ ଫୁଟି ସାରିଲା ପରେ କି ବାସ୍ନା, ଓହୋ ବଢ଼ିଆ ସ୍ମେଲ ହେଲା। ତାପରେ 5 ମିନିଟ୍ ପରେ ମୁଁ ତାକୁ ଧନିଆ ପତ୍ର, ଗରମ ମସଲା ଗୁଣ୍ଡ ଦେଇ ଓହ୍ଲେଇ ଦେଲି। ଆପଣମାନଙ୍କୁ ମୋ ମିନି ବ୍ଲଗ କେମିତି ଲାଗିଲା କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ମୋ